ଯେବେ ଯୁଆଡ଼େ ଯିବାର ଥିବ ତା ପୂର୍ବ ଦିନ ହିଁ ଜିନିଷପତ୍ର ପ୍ୟାକିଂ ହେବ। ଏଇଟା ମୋର ଗୋଟେ ଭଲ ଅଭ୍ୟାସ କି ଖରାପ ଅଭ୍ୟାସ ମୁଁ ଜାଣିନି, କିନ୍ତୁ ଆଗୁଆ ମୁଁ ପ୍ୟାକିଂ କରିପାରେନି। ଯଦି ଆଗୁଆ ପ୍ୟାକିଂ କରିବି ତାହେଲେ ଜିନିଷପତ୍ର ସବୁ ଭୁଲିଯିବି, ଆଉ ମୋର ମନେ ବି ପଡ଼େନି କ'ଣ କ'ଣ ନେବାର ଥିବ। ସେଥିପାଇଁ କି ଯେବେ ଯିବାର ଥିବ ତା ଆଗ ଦିନ ରାତିରେ ହିଁ ଏକାବେଳେ ଜିନିଷ ବାହାର କରିବି, ଏକାବେଳେ ପ୍ୟାକିଂ କରିବି। ଦେହ ତ ସମସ୍ତଙ୍କର ଭଲ ନଥିଲା, 2 ଦିନ ହେବ ଟିକେ ଭଲ ହେଇଛି। ତାପରେ ବାହାରିକି ଚାଲିଲୁ, ଗୋଟେ ନିମନ୍ତ୍ରଣ ଅଛି। ଆକ୍ଚୁଆଲି ବାଲେଶ୍ୱର ହିଁ ଯିବୁ, କିନ୍ତୁ ଘରକୁ ଯିବୁନି, ମାଉସୀଙ୍କ ଘରକୁ ଯିବୁ। ସକାଳ 6ଟାରେ ଜନଶତାବ୍ଦୀ ଅଛି, ସେଥିପାଇଁ କି 4:30 ସୁଦ୍ଧା ମୁଁ ମୋର ଉଠିକି ରେଡ଼ି ହେଇକି ଗାଧେଇ ପାଧେଇକି ଆସିଲି। ବାଲକନିରେ ଗୋଟେ ଫୁଲ ହେଇଥିଲା ଦେଖିଲି, ତ ଟିକେ ତୁଳସୀ ଗଛରେ ପାଣି ଦେଇଦେଲି, ଆଉ ଠାକୁରଙ୍କ ପାଖରେ ଗୋଟେ ଦୀପ ଲଗେଇଦେଲି। ମୋର ସବୁ କାମ ଶେଷ। 5:15-20 ସୁଦ୍ଧା ଆମେ ରୁମ୍ରୁ ବାହାରିବୁ, ସେଥିପାଇଁ ମୁଁ ମୋର ଆଗ ଉଠିକି ରେଡ଼ି ହେଇଯାଇ, ତାପରେ ବାପା ପୁଅ ଉଠିକି ସେମାନେ ତାଙ୍କର ରେଡ଼ି ହୁଅନ୍ତି। ତ ମୁଁ ଏଇଠି ମିଶ୍ରି ପାଣିରେ ପକାଇଥିଲି, ମିଶ୍ରି ପାଣି ମୁଁ ଟିକେ ପିଇଦେଲି, ସେମାନଙ୍କୁ ଦେଇଦେଲି। କୁଆଡ଼େ ଯିବାର ହେଲେ ମୋ ପୁଅ ସେ ତାର ଠିକ୍ ଠାକ୍ ଉଠିଯାଏ, ଡାକିଦେଲେ ଥରେ ସେ ଉଠି ପଡ଼ିବ। ତ ସିଏ ଉଠିକି ସେ ତାର ନିଜେ ବ୍ରସ୍ କରେ, ବ୍ରସ୍ କରିକି ରେଡ଼ି ହେଇକି ଏଇଠି ବସିଛୁ ସମସ୍ତେ। ଗାଡ଼ି ବୁକ୍ କରାହେଉଛି, ତାପରେ ଗାଡ଼ି ଆସିଲେ ଯିବୁ। ଏବେ ଯିବାର ସେମିତି କିଛି ପ୍ଲାନ୍ ନଥିଲା, କିନ୍ତୁ ସଡନ୍ ପ୍ଲାନ୍ ହେଲା। ତାପରେ ବାଲେଶ୍ୱର ଯିବୁ, ବାଲେଶ୍ୱର ପୁଣି କୋଲକାତା ଯିବୁ, କୋଲକାତାରୁ ହେଇକି ପୁଣି ଭୁବନେଶ୍ୱର ଫେରିବୁ। ତ ଆମକୁ ଆଜି ଟିକେ ଜଲ୍ଦି ପହଞ୍ଚିବାର ଥିଲା। କୁହନ୍ତି ନା, ଯେଉଁଦିନ କିଛି କାମରେ ଯଦି ଜଲ୍ଦିରେ ଥିବେ ତାହେଲେ ସେଇଦିନ ହିଁ ଲେଟ୍ ହେବ। ବାଲେଶ୍ୱରରେ ଟ୍ରେନ୍ ଟାଇମ୍ ଥିଲା 8:50, କିନ୍ତୁ ପୁରା 15-20 ମିନିଟ୍ ପାଖାପାଖି ଲେଟ୍ ହେଇଗଲା। ତାପରେ ଆସିକି ଆମେ ମାଉସୀଙ୍କ ଘରକୁ ପହଞ୍ଚିଲୁ। ଆଉ ଆଜି ମାଉସୀଙ୍କ ଘରକୁ ଆସିବାର କାରଣଟା ହେଉଛି ଦିଅରଙ୍କର ଏନ୍ଗେଜମେଣ୍ଟ ଅଛି, ଆଉ ସକାଳ 9:30 ସୁଦ୍ଧା ଏଠୁ ବାହାରିକି ଯିବାର ଥିଲା। ଆମ ପାଇଁ ସବୁ ଲେଟ୍ ହେଇଗଲାଣି। ପୁରା ଆସିକି ତରତରରେ 10-15 ମିନିଟ୍ ପୁରା ରେଡ଼ି ହେଇକି ଚାଲିଲୁ ଆମେ ତାଙ୍କ ଘରକୁ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓ।